ବିଲ ଛତୁ ଖାଇ ସାତୋଳି ଗ୍ରାମର 8 ଜଣ ଅସୁସ୍ଥ। ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାତୋଳି ଗ୍ରାମରେ ଗୋଟିଏ ଅଘଟଣ ଘଟିଯାଇଛି। ବର୍ତ୍ତମାନ ବର୍ଷା ଦିନ ଥିବାରୁ ଏବଂ ବିଲରେ କାମ କରିବାକୁ ଯାଇ ହୁଡ଼ାରେ ଫୁଟୁଥିବା ଛତୁ ଖାଇ 8 ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ ଏହି 8 ଜଣ ବିଲରେ ଫୁଟିଥିବା ଛତୁ ତୋଳି ଆଣି ତାକୁ ରାନ୍ଧି ଖାଇଥିଲେ। ତେବେ ଖାଇବା ପରେ ସମସ୍ତେ ଅସୁସ୍ଥ ଅନୁଭବ କରି ବାନ୍ତି କରିଥିଲେ। ତେବେ ଏହି କଥା ଜଣାପଡ଼ିଲା ପରେ ସମସ୍ତଙ୍କୁ ପ୍ରଥମେ ନିକଟସ୍ଥ ଖଣ୍ଡି ଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଅସୁସ୍ଥ ହୋଇଥିବା 8 ଜଣ ହେଲେ ସୁରତ ସାହୁ, ସୁଶାନ୍ତି ସାହୁ, ଅମର ସାହୁ, ରାଜା ସାହୁ, ବିପିନ ସାହୁ, ସ୍ୱିଟି ସାହୁ, ସପନା ସାହୁ, ସୁକ୍ରୁ ସାହୁ ପ୍ରମୁଖ ଅଟନ୍ତି। ତେବେ ବ୍ରହ୍ମପୁର ଚିକିତ୍ସା ପରେ ସମସ୍ତେ ସୁସ୍ଥ ଅଛନ୍ତି। ପୁରୁଷୋତ୍ତମପୁରରୁ ପ୍ରସନ୍ନ କୁମାର ଦାସଙ୍କ ରିପୋର୍ଟ, IJB ନ୍ୟୁଜ।